ବଢିଆ ଆଜ୍ଞା ଦିନ କନଷ୍ଟେବଳ ଲୋକ ଆପଣ ହରି ଏତେବେଳେ ମୋ ଡାକଟା ତ ଶୁଭିଲା କଣ କରିବା ଆଜ୍ଞା ଆପଣ ନିଜେ କହିଛନ୍ତି କାମ କଲାବେଳେ କାନରେ ଭେଣ୍ଡା ଦେଇ କାମ କରିବୁ ଆପଣଙ୍କ କାମ କଣ ଡାକିବା ଶୁଣିବି କଣ ମରିବା ପାଇଁ ନା କଣ ମୋ ଚାକିରି ମୋର ଭୟ ନାହିଁ ନମସ୍କାର ସାର୍ କାମ ସରିଲାଣି ଆପଣ କେବେ ଜୀବନରେ ସରିବା କାମ ଦେଲେନି ସରିବ ଆପଣ ସବୁବେଳେ ଅସନ୍ତି କାମ ଦିଅନ୍ତୁ ଆଚ୍ଛା କଣ କଣ କରୁଛନ୍ତି ମତେ କହିବେ ଶୁଣନ୍ତୁ ଅଳ୍ପ ସମୟ ଭିତରେ କହିବେ ଆଉ ସ୍ୱଳ୍ପ ସମୟ ଭିତରେ ମୁଁ 10 ମିନିଟ୍ ବକ୍ତବ୍ୟ ପ୍ରଦାନ କରୁଛି ସାର୍ ଆପଣ କହିଲେ 5:45 ଆସିକି ପହଞ୍ଚିବୁ ଆସିକି ପହଞ୍ଚି ତଥାପି ଆପଣ କହିଲେ କଣ ଏତେ ଡେରି ହେଇଗଲା 5:45 କୋଉ ଥାନା କୋଉ କଲେଶ୍ଵର ଯାଏ ଆଜ୍ଞା ତଥାପି ଯୋଉ ଚାକିରି କରୁଛି ଆପଣଙ୍କ ପ୍ରତି ମୋର ସ୍ନେହ ମମତା ଭଲ ପାଇବା ଏବଂ ସମ୍ମାନ ଅଛି ସେଇଟା ଆପଣ ଧରିକି ଆସିছে କହିଲେ ଏତେ ଡେରି କହିଲା ଯା ଚିଠି ଦେଇକି ଆସିବୁ ସାର୍ ଚିଠି ଦେବାକୁ ଦେବି ଯେ କୋଉ ଥାନାରେ ଓଡ଼ିଶାରେ କହିଲେ ଗାଡ଼ି ନାହିଁ ଏମିତି ଗାଡ଼ି ଆସିବ ଯାହା ଟଙ୍କା ହେଲେ ଆପଣ ତ ଖାଇଦେବେ ଟଙ୍କା ତ ସାର୍ ଆପଣ ଖାଉଛନ୍ତି ମତେ ଦଉନାହାନ୍ତି 50 ଟଙ୍କା ଦେଇଥିଲେ 30 ଟଙ୍କା ମାଗିକି ନେଇଗଲେ ତାପରେ ସାର୍ ଚିନ୍ତା କରନ୍ତୁ ତଥାପି ମୋର ଭଙ୍ଗା ସାଇକେଲ ପେଲି ପେଲି ଗଲି ପେଲି ପେଲି ଆଇଲି ପୁଣି ଡେରି ହେଲା କହିଲେ କଣ ଚିଠିଟା ପାଇଁ ଏତେ ଡେରି ହେଉଛି ଯାହା ତକିଆ କମଳ ଗଞ୍ଜି ଚୋଳି ବେଡସିଟ୍ ସଫା କରିବୁ ଯା କନେଷ୍ଟବଳ ହଲାଣ୍ଡ ହରିପାଲ ଖାଲି ନା କହିବେ ବୁଲୁଛି କିନ୍ତୁ ମୁଁ ସଫା କରୁଛି ଥାନାରେ କିଏ ଦେଖୁଛି ଏଇ କାମ କରୁଥିଲି ସାର୍ ଏବେ କାମ ସରିଲା ନା ବାକି ଅଛି ସରିଲାଣି ଆଉ ଗୋଟିଏ ମାତ୍ର ବାକି ଅଛି ସାର୍ ବଢିଆ ବଢିଆ ପାଲା ବଢିଆ ବୁଝେଇ ଦଉଛି ଆଉ ଗୋଟିଏ ମାତ୍ର ବାକି ଅଛି ଗୋଟିଏ ବାକି ଅଛି ଟିକେ କହିଲ ଭଳି କହିବି ଆପଣଙ୍କୁ ବାଧିବନି ତ ଚଢି ସାର୍ ଚଢି ଏଇଟା ସାର୍ ଚଢି ନା ଧଡ଼ି ଆପଣ ବୁଝୁଥିଲେ ଆପଣ ପରିବାର ଲୋକ ସମସ୍ତେ ପିନ୍ଧିବେ ବୁଝୁଛି ଏଇଟା ଆପଣ ଦାମିକା ଚଢି 3,30,000 ଟଙ୍କା ଦେଇ ବାହାରୁ ଲଗେଇଥିଲେ ତଥାପି ଆପଣ 7-8 ବର୍ଷ ପିନ୍ଧନ୍ତି ଆହୁରି ପିନ୍ଧୁଛନ୍ତି ସେ ତାର ଲୋଭ ଯାଇନି ମତେ ଦିଅନ୍ତୁ ମୁଁ କିଛି ଦିନ ପିନ୍ଧେ ଗୋଟେ କାମ କର ହରିଓମ ମାଗିକି ନଥିଲି ଆରାମ ଦାଦା କମନ ସେନ୍ସ ଅଛି ନା କମନ ଆଠ ମନ୍ଦିର ଭାଗିన କହୁଛୁ ଖାଇଲୁ ଆପଣଙ୍କୁ ଆଗରୁ ଥିଲା ଖାଇଦେବି ଜାଣିଛୁ ହଉ ସାର୍ ନମସ୍କାର ଆରାମ ଦାଦା ନମସ୍କାର ନମସ୍କାର କୋଟି କହୁଛି ଅତି ଭକ୍ତି ଚୋରର ଲକ୍ଷଣ ବୋଲି ଜାଣିନି ଆଉ ନମସ୍କାର କରି ଉଠିବା ପରେ ବନ୍ଦ ଜନ୍ମମାମୁ ଭଳିଆ ବାହାର କର ନା ଭୟ ଭଲ ଖାଇବା ଭକ୍ତି ନମସ୍କାର ପରେ କରିବୁ ମଞ୍ଜି ଚଢି ଯାହାଜି ପରେ ସଫା କରିବୁ ଆଗ ଡ୍ୟୁଟି ବର୍ତ୍ତମାନ ରକିବାବୁକୁ ନେଇ ହାଜତ ଭିତରେ ଲକଅପ୍ କରିଦେ ତାଙ୍କୁ ଯେମିତି ନେଇକି ଯାଉନୁ ମତେ କେମିତି ଲାଗୁଛି ଏସପିଙ୍କ ବୋଧେ ଥାନା ଉଦ୍ଘାଟନ କରିବା ପାଇଁ ଚାଲନ୍ତୁ ସାର୍ ବନ୍ଧୁ ସାର୍ ଏଥରେ ହ୍ୟାଣ୍ଡକପ୍ ପକେଇକି ଘୋଷାଡ଼ି ନେଇକି ଯା ତାହେଲେ ସିନା ଲୋକମାନେ ଜାଣିବେ ଏସପିଙ୍କ ପୁଅ ଯାଇ ମଣିଷ ମାରିଛି ବୋଲି